ପାର୍ଟ 1ରେ ମୁଁ କହିଥିଲି ମୋର ଡ୍ରିମ୍ କେମିତି ଷ୍ଟାର୍ଟ ହେଇଥିଲା। କିନ୍ତୁ ଡ୍ରିମ୍ ଦେଖିବା ଆଉ ତାକୁ ଆଚିଭ୍ କରିବା ଭିତରେ ବହୁତ ଡିଫରେନ୍ସ ଥାଏ। ମର୍ଚେଣ୍ଟ ନେଭିରେ ଯିବାକୁ ଇଚ୍ଛା ଥିଲା, କିନ୍ତୁ ସେ ରାସ୍ତା ବିଲକୁଲ ଇଜି ନଥିଲା। କାହିଁକିନା କେହି ବି ମୁଁ ଯେତିକି ବି ଲୋକଙ୍କୁ ଜାଣିଥିଲି, ନା କେହି ମର୍ଚେଣ୍ଟ ନେଭିରେ ଥିଲେ, ନା କହିଦେବ କି ଏଇ କୋର୍ସଟା କଲେ ଏମିତି ତୁମେ ଜଏନ୍ କରିପାରିବ କି କ'ଣ, କିଛି ନଲେଜ ନଥିଲା କି କେଉଁଠୁ ଷ୍ଟାର୍ଟ କରିବି। ତ ଫିର୍ ବି କେମିତି କ'ଣ କରିକି ବହୁତ ପ୍ରିପାରେସନ୍, ଷ୍ଟଡିଜ୍ ଆଉ ଷ୍ଟ୍ରଗଲ୍ର ସାମ୍ନା କରିବାକୁ ପଡ଼ିଥିଲା। କେତେଥର ତ ଏମିତି ଲାଗୁଥିଲା ବୋଧେ ମୁଁ ଏଗୁଡ଼ାକ ପାରିବିନି, କିଛି ନର୍ମାଲ୍ IT ଜବ୍ ହଉ କି କିଛି ହଉ ସେଇ ଯାକ କରିଦେବି। କିନ୍ତୁ କେଉଁଠି ନା କେଉଁଠି ଥିଲା କି ନାଇଁ ୟାର କରିଦେବି କହିକି, କିନ୍ତୁ କେବେ ବି ହାର ମାନିନି। ପ୍ରତ୍ୟେକଟି ଚ୍ୟାଲେଞ୍ଜ ମୋତେ ଆହୁରି ଷ୍ଟ୍ରଙ୍ଗ କରୁଥିଲା। ଫ୍ୟାମିଲିର ସପୋର୍ଟ ଆଉ ନିଜର ଡିଟରମିନେସନ୍ ପାଇଁ ମୁଁ ଆଗକୁ ବଢ଼ି ଚାଲୁଥିଲି। କେତେ କଷ୍ଟ ଆସିଛି, ମୁମ୍ବାଇ ହଉ, ଦିଲ୍ଲୀ ବି ହଉ, କେତେ ବି କଷ୍ଟ, ସେଇ ଷ୍ଟୋରି ଯାକ ମୁଁ ଆଗକୁ ବି କହିବି। ସେ ସମୟରେ ମୁଁ କେବଳ ଗୋଟିଏ କଥା ଭାବୁଥିଲି, ଯେତେ କଷ୍ଟ ଆସୁ ମୋର ଗୋଲ୍କୁ ମୁଁ ଆଚିଭ୍ କରିବି। କିନ୍ତୁ ଜର୍ଣ୍ଣିର ସବୁଠୁ ବଡ଼ ଚାପ୍ଟର ଏବେ ବି ବାକି ଥିଲା। ପାର୍ଟ 3ରେ ମୁଁ କହିବି ମୋର ଫାଷ୍ଟ ସିପ୍ରେ ଏକ୍ସପିରିଏନ୍ସ ଆଉ ଟ୍ରେନିଂ କେମିତି ଥିଲା।